ମାତ୍ର 500 ଟଙ୍କାର ଫୁଲ ଆଣିଲି 3000 ଟଙ୍କା ବିକିଲି। କେମିତି ବିକିଲି ଆସନ୍ତୁ ଜାଣିବା। ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ହେଉଛି ନୂଆ ବର୍ଷ। ନୂଆ ବର୍ଷରେ ମୁଁ ପୁରା ସକାଳୁ ସକାଳୁ ବାହାରି ପଡ଼ିଥିଲି ଚଣ୍ଡିଖୋଲ ମାର୍କେଟରେ ଆସି ପହଞ୍ଚିଗଲି। ମାର୍କେଟରେ ପହଞ୍ଚିକି ଦେଖେ ତ ମୋ ଡ୍ରେସ୍ ପଟା ପୁରା ଟୋଟାଲ ଓଦା। ଏମିତିକା କୁହୁଡ଼ି ମୁଁ ଆଜି ଫାର୍ଷ୍ଟ ଟାଇମ୍ ଦେଖୁଛି। ହଉ ଠିକ୍ ଅଛି, ମୁଁ ଆସିଛି ଚଣ୍ଡିଖୋଲ ଗୋଲାପ ଫୁଲ ପାଇଁ। ଗୋଲାପ ଫୁଲ କିଣିଦେଲି। ଗୋଲାପ ଫୁଲ କିଣି ସାରିକି ଆଉ ଅନ୍ୟାନ୍ୟ ଫୁଲଙ୍କ ସାଙ୍ଗେ ଟିକେ ହାଇ ହାଲୋ କରିଦେଇକି ମୁଁ ବାହାରି ପଡ଼ିଥିଲି ଘରକୁ ଆସିବା ବାଟରେ ଟିକେ ହାଲକାସା ଚା ପିଇଦେଲି, କାରଣ ପ୍ରବଳ ଶୀତ ଆଉ କୁହୁଡ଼ି। ମୁଁ କାହାକୁ ଖାତିର ନ କରିକି ମୁଁ ଆସି ପହଞ୍ଚି ଯାଇଥିଲି ଆମ ଉଦୟଗିରି ଗାଁରେ। ମୁଁ ଗାଁରେ ପହଞ୍ଚିକି ମୁଁ ଆଉ ଡେରି ନ କରିକି ମୁଁ ଆଣିଥିବା ଗୋଲାପକୁ ଆଣିକି ଥୋଇ ଦେଇଥିଲି ଆମ ଉଦୟଗିରି ପାର୍କ ଗେଟ୍ ପାଖରେ। ସୁନ୍ଦରିଆ ଗୋଲାପ କାହାର ପସନ୍ଦ ଗୋଲାପ ଫୁଲ ନିଶ୍ଚିନ୍ତ କମେଣ୍ଟରେ କହିବେ। ଆ ଭିତରେ ମୋର ଗୋଟେ ଭାଇ ଆସି ପହଞ୍ଚି ଯାଇଥିଲେ, ତାଙ୍କ ସାଙ୍ଗେ ଟିକେ ହାଇ ହାଲୋ ହେଇଗଲି। ଏପଟେ ବେପାରକୁ ବେପାର ହେଲା, ଡ୍ୟୁଟିକି ଡ୍ୟୁଟି ହେଲା। ଆଉ ଏପଟେ ଆମ ଉଦୟଗିରିରେ ଏତେ ଭିଡ଼ ଯେ ଭାଇ ଆଉ କହିବାର ନାହିଁ। ଆପଣମାନେ ଯଦି ଆସିଥିବେ ଟିକେ କମେଣ୍ଟରେ କହିବେ। ମୋର ବେପାରକୁ ବେପାର ହେଲା, ଡ୍ୟୁଟିକି ଡ୍ୟୁଟି ହେଲା। ଭିଡ଼ିଓଟା ଯଦି ଭଲ ଲାଗିଥିବ ଗୋଟେ ଗୁଲଗୁଲିଆ ଲାଇକ୍, ଗୋଟେ ସୁଲସୁଲିଆ କମେଣ୍ଟ ଛାଡ଼ିଦେବେ।